ମୁଁ ରାଜେଶ ମାନ ସାର୍ଙ୍କୁ ଅନୁରୋଧ କରୁଛି ସେ ଆଉ ଶିକ୍ଷକ ସଂଘରେ ମୁଣ୍ଡ ପୁରାନ୍ତୁନି। କାହିଁକିନା 2017 ମସିହା ନଭେମ୍ବର ମାସରେ ଯେଉଁ 4 ଦିନ ଧରି ରାଜଧାନୀ ରାଜରାସ୍ତାରେ ବିରାଟ ଆନ୍ଦୋଳନ ହୋଇଥିଲା ସେତେବେଳେ ସେ ରାଲିକି କଲ୍ଅପ୍ କରିବା ସହିତ ଜିଓ ମୋ ପକେଟରେ ଅଛି ବୋଲି ଘୋଷଣା କରିଥିଲେ। କିନ୍ତୁ ବାସ୍ତବିକ ଶିକ୍ଷକମାନେ ନିରାଶ ହୋଇ ଫେରିଲେ ଏବଂ 5 ବର୍ଷ ଧରି ସେହିଦିନଠାରୁ ରାଜେଶ ମହାନ୍ତି ଅନ୍ତର୍ଧାନ ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଘୋଷଣା କଲେ ଯେ ସମସ୍ତ କଣ୍ଟାକ୍ଟ ଟିଚର ରେଗୁଲାର ହେବେ, ହାଇସ୍କୁଲର ସବୁ କଣ୍ଟାକ୍ଟ ଟିଚର ରେଗୁଲାର ହୋଇଗଲେ, ତାପରେ ସେ ପୁଣି ବାହାରିଲେ ଏବଂ ପୁଣି ଶିକ୍ଷକମାନଙ୍କ ଭିତରେ ବିଶୃଙ୍ଖଳା ସୃଷ୍ଟି କଲେ। ଯାହା ହେଉ ଯେତେବେଳେ ସବୁ ଶିକ୍ଷକ ମିଳିତ ହୋଇକରି ବ୍ଲକ ପଏଣ୍ଟରେ ଆନ୍ଦୋଳନ କରୁଥିଲେ ସେତେବେଳେ ରାଜେଶ ମହାନ୍ତି ଏବଂ ତାଙ୍କ ସହିତ ସୁଶାନ୍ତ ବେହେରା ସାର୍ ସେମାନେ ଘୋଷଣା କଲେ ଯେ ଷ୍ଟ୍ରାଇକ୍ କଲ୍ଅପ୍ ହୋଇଗଲା। କିନ୍ତୁ ସେତେବେଳେ ସରକାର ଶିକ୍ଷକଙ୍କ ଦାବି ପୂରଣ କରିବାକୁ ଯାଉଥିଲେ। ସେ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେ ସରକାର ଯେତେବେଳେ ଚାପରେ ଥିଲେ ଏବଂ ଆମ ଦାବିକି ବିଚାର କରିବାକୁ ଯାଉଥିଲେ ସେ ସମୟରେ ସୁଶାନ୍ତ ବେହେରା ସାର୍ ଏବଂ ରାଜେଶ ମହାନ୍ତି ସାର୍ ରାଲିଟାକୁ କଲ୍ଅପ୍ କରିନେଲେ ଏବଂ କହିଲେ ଯେ ଡିସେମ୍ବରରେ ଆମ ଦାବି ପୂରଣ ହେବ। ଡିସେମ୍ବର ଗଲା, ଜାନୁଆରୀରେ ଆମ ଦାବି ପୂରଣ ହେବ, ଜାନୁଆରୀ ଗଲା, ଫେବୃଆରୀ ଆମ ଦାବି ପୂରଣ ହେବ, ଫେବୃଆରୀ ଗଲା, ଏମିତି କହିଲେ ନିର୍ବାଚନ ପୂର୍ବରୁ ନିଶ୍ଚିନ୍ତ ଦାବି ପୂରଣ ହେବ। ବବି ଭାଇ କହିଛନ୍ତି ଦାବି ପୂରଣ ହେବ, ଅତନୁ ଭାଇ କହିଛନ୍ତି ଦାବି ପୂରଣ ହେବ, ଭୈରବ କାର୍ତ୍ତିକ ପାଣ୍ଡିଆନ ସାର୍ କହିଛନ୍ତି ଦାବି ପୂରଣ ହେବ। ଏମିତି କହିକିରି ଲାଷ୍ଟକୁ ଚିଫ୍ ମିନିଷ୍ଟର ଅଫିସରୁ 2ଟା ସେଲ୍ଫି ବା ଫଟୋ ଉଠେଇକିରି ଛାଡ଼ିଲେ, ତଥାପି ଦାବି ପୂରଣ ହେଲାନି। ତେଣୁ ତାଙ୍କୁ ରାଜେଶ ମହାନ୍ତି ସାର୍ଙ୍କୁ ମୁଁ ଅନୁରୋଧ କରୁଛି ସେ ଆଉ ଶିକ୍ଷକ ସଂଘରେ ମୁଣ୍ଡ ପୁରାନ୍ତୁନି କି ଶିକ୍ଷକଙ୍କୁ ଆଉ ବିଭ୍ରାନ୍ତି କରନ୍ତୁନି। କାହିଁକି ନା 1.5 ଲକ୍ଷ ଟିଚରଙ୍କ ଅଭିଶାପ ତାଙ୍କ ଉପରେ ପଡ଼ିବ। ତେଣୁ ସେ ଶିକ୍ଷକ ସହିତ ମୁଣ୍ଡ ପୁରାନ୍ତୁନି ଏବଂ ଶିକ୍ଷକର ଉପଯୁକ୍ତ ଲୋକ ଉପଯୁକ୍ତ ନେତୃତ୍ୱ ନେଉଛନ୍ତି ଏବଂ ଶିକ୍ଷକଙ୍କ ଦାବି ଆଗାମୀ ଦିନରେ ନିଶ୍ଚିନ୍ତ ପୂରଣ ହେବ। ଏବଂ ଆମର ଯେଉଁ ଦାବି 3 ଦଫା ଦାବି ରହିଛି ଏବଂ ତାହା ସରକାର ନୂତନ ଶିକ୍ଷାମନ୍ତ୍ରୀ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି, ଦାବି ପୂରଣ ହେବ। କିନ୍ତୁ ରାଜେଶ ମହାନ୍ତି ସାର୍ ଶିକ୍ଷକଙ୍କ ସହିତ ଆଉ ଖେଳନ୍ତୁନି ବା ଶିକ୍ଷକଙ୍କୁ ଆଉ ବିଭ୍ରାନ୍ତି କରନ୍ତୁନି, ମୁଁ ଏତିକି ନିବେଦନ କରୁଛି।